କଥାରେ ଅଛି ଯାହାର କେହି ନାହାନ୍ତି ତାର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅଛନ୍ତି। ସବୁଠି ନିରାଶ ହତାଶ ହେବା ପରେ ଶେଷରେ ମହାପ୍ରଭୁଙ୍କ ଶରଣ ପଶେ ମଣିଷ। ପୁରୀରେ ଗତ 1 ମାସ ମଧ୍ୟରେ ଏଭଳି ଅନେକ ଦୃଶ୍ୟ ଦେଖିବାକୁ ମିଳିଛି। କିଏ ନିଜ ସ୍ତ୍ରୀ ପାଇଁ ତ ଆଉ କିଏ ନିଜ ସ୍ୱାମୀ ପାଇଁ, କେତେବେଳେ ଅଭାଗା ମାଟିଏ ପୁଅ ପାଇଁ ତ ଆଉ କେତେବେଳେ ପୁଅ ପାଇଁ ବାପା ମହାପ୍ରଭୁଙ୍କ ନିକଟରେ ପ୍ରଣିପାତ ହୋଇ ଭିକ୍ଷା ମାଗୁଛି। ଆଜି ପୁଣି ଥରେ ଏଭଳି ଭାବ ବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବଡ଼ଦାଣ୍ଡରେ। ଭଦ୍ରକ ଧୂସୁରୀ ଅଞ୍ଚଳର ଭାଗୀରଥୀ ହୋତା ଆଜି ଗୁଣ୍ଡିଚା ମନ୍ଦିରଠାରୁ ନଡ଼ିଆ ଧରି ଦଣ୍ଡ ପ୍ରଣାମ କରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ସାଙ୍ଗରେ ଥିଲେ ସ୍ତ୍ରୀ ଆରତୀ ହୋତା। ଭାଗୀରଥୀ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ। ଭୁବନେଶ୍ୱର, କଟକ ସମେତ ବିଭିନ୍ନ ହସ୍ପିଟାଲରେ ସେ ଚିକିତ୍ସା କରାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ ସୁଦ୍ଧା 26ଟି କେମୋ ନେଇସାରିଲେଣି ଭାଗୀରଥୀ। ଡାକ୍ତର କହିଛନ୍ତି ବଞ୍ଚିବାର ସମ୍ଭାବନା ବହୁତ କମ୍, କିନ୍ତୁ ଭାଗୀରଥୀଙ୍କ ମନୋବଳ ଭାଙ୍ଗି ନାହିଁ। 26ଟି କେମୋ ନେବା ପରେ ମଧ୍ୟ ସେ ବଡ଼ଦାଣ୍ଡରେ ଦଣ୍ଡ ପ୍ରଣାମ କରି ଶରଣ ପଶିଛନ୍ତି। ବ୍ରାହ୍ମଣ ହୋଇ ସେ ଦୀର୍ଘ ବର୍ଷ ହେବ କୋଲକାତା ଆଉ ଏବେ ଗାଁରେ ପୂଜକ ଭାବେ କାର୍ଯ୍ୟ କରୁଛନ୍ତି। ଦେବାଦେବୀଙ୍କ ପୂଜା କରି ମଧ୍ୟ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ହେବାରୁ ଶେଷରେ ସେହି କାଳିଆ ସାନ୍ତଙ୍କ ଶରଣ ପଶିଛନ୍ତି ଭାଗୀରଥୀ। ପୁରୀରୁ ଅଂଶୁମାନ ଜେନାଙ୍କ ରିପୋର୍ଟ, ଖବର ଓଡ଼ିଶା।